ମୁଁ ଏଠି ବିଦ୍ୟା ଅନୁଷ୍ଠାନ କରିଛି ଏଇ ସୁନ୍ଦରପଦା ଏରିଆରେ। ଯେତେବେଳେ ଏଠି ଜଙ୍ଗଲ ଥିଲା, କେହି ଲୋକ ବି ନଥିଲେ, ଆପାର୍ଟମେଣ୍ଟ ବି ହେଇନଥିଲା, ସେତେବେଳେ ମୁଁ ଛୋଟିଆ ଗୋଟେ ରୁମ୍ ନେଇକି ପିଲାକୁ ଗାଁ ପିଲାକୁ ଡାକିକି ପଢ଼ାଇବା ଷ୍ଟାର୍ଟ କରିଥିଲି। ସେଇ ଜାଗାରୁ ଆଜି ଏତିକି ବାଟ ଚାଲି ଚାଲି ଆସିଛି। ବଟ୍ କୋଭିଡ଼ ଯୋଗୁଁ ମୋର ବହୁତ କିଛି କ୍ଷତି ହେଇଛି ସ୍କୁଲରୁ। ଆଉ ବହୁତ କିଛି ଷ୍ଟ୍ରେନ୍ଥ ମୁଁ କରିଥିଲି, ସେଟା କୋଭିଡ଼ ଯୋଗୁଁ ଭାଙ୍ଗି ଯାଇଛି। ସୋ ମୁଁ କିନ୍ତୁ ହାରିବାକୁ ଚେଷ୍ଟା କରିନି। ମୁଁ ପୁଣି ଜିରୋରୁ ଷ୍ଟାର୍ଟ କରିକି ଆଜି ପୁଣି ଦୁଇ ପଟେ ହାଇଟେକ୍ ପଟେ ଗୋଟେ ଆଣ୍ଡ ବିରିବନ୍ଦରେ ଗୋଟେ ସ୍କୁଲ ମୁଁ ଚଲାଉଛି। ଆଉ ବିଭିନ୍ନ ଜାଗାରେ ଫ୍ରାଞ୍ଚାଇଜି ବି ଦେବା ପାଇଁ ଚେଷ୍ଟା କରୁଛି। ଗୋଟେ ଯୋଡ଼େ ଫ୍ରାଞ୍ଚାଇଜି ଆମର ଚାଲିଛି, ବଡ଼ମ୍ବା ନରସିଂହପୁରରେ ଚାଲିଛି, ସେଠି ଭଲ ଚାଲିଛି। ଭବାନୀପାଟଣାରେ ବି ଏବେ ଦିଆହେଇଛି, ଆଉ ବି ମୁଁ ଦେବାକୁ ଚାହେଁ। ଏଟା ହେଲା ଗୋଟେ ଗୋଷ୍ଠୀ ଆମର ୱାଣ୍ଡରଲ୍ୟାଣ୍ଡ ଏଡୁକେସନାଲ ଚାରିଟେବଲ୍ ଟ୍ରଷ୍ଟ। ଯେଉଁ ଟ୍ରଷ୍ଟି ମାନେ ଅଛନ୍ତି ସେମାନେ ମିଟିଂରେ ବେଳେବେଳେ ଆସିଛନ୍ତି। ବଟ୍ ସମାଜ ସେବା ଆମର ଏଇ ଅର୍ଗାନାଇଜେସନ୍ ତରଫରୁ ଆମେ ଆଇ ଚେକଅପ୍ କ୍ୟାମ୍ପ, ହେଲ୍ଥ ଚେକଅପ୍ କ୍ୟାମ୍ପ, ବ୍ଲଡ୍ ଡୋନେସନ୍ କ୍ୟାମ୍ପ, ଛୁଆମାନଙ୍କୁ ବସ୍ତ୍ର ଦେବା, ଖାଦ୍ୟ ଦେବା, କୋଭିଡ଼ କ୍ୟାମ୍ପ, କୋଭିଡ଼ରେ ଡିଷ୍ଟ୍ରିବ୍ୟୁଟ୍ କରିବା, ଫନିରେ ଡିଷ୍ଟ୍ରିବ୍ୟୁଟ୍ କରିବା, ସବୁ ପ୍ରକାର କାମ ଆମେ କରୁଥାଏ। ଆଣ୍ଡ ଏଇ ସ୍କୁଲ ଜରିଏ ମୁଁ ବିପିଏଲ୍ ଛୁଆକୁ 20ଟା ବିପିଏଲ୍ ଛୁଆକୁ ସବୁ ବର୍ଷ ଫ୍ରି ଅଫ୍ କଷ୍ଟ ପଢ଼ାଉଛି। ତାଙ୍କ ପାଇଁ ମୁଁ ସିଟ୍ 20ଟା ମୁଁ ରଖୁଛି ସବୁବେଳେ। କିନ୍ତୁ ମୋ କ୍ଷମତା ବେଶୀ ନାହିଁ। ମୁଁ ଆପିଲ୍ କରିବାକୁ ଚାହେଁ ସମସ୍ତେ ସମାଜର ମାନିଗଣ୍ୟ ବ୍ୟକ୍ତି ପାଖରେ। ମୁଁ ଗଭର୍ଣ୍ଣରକୁ ବି ବହୁତ ଥର ଲେଖିଛି, କଲେକ୍ଟରକୁ ବି ଲେଖିଛି, ତହସିଲଦାରକୁ ବି ଲେଖିଛି ଯେ ସ୍କୁଲ ପାଇଁ ମୁଁ ବୃଦ୍ଧାଶ୍ରମ, ଅନାଥାଶ୍ରମ, ସ୍କୁଲ, କଲେଜ କରିବାକୁ ଚାହେଁ, ମୋତେ ଖଣ୍ଡେ ଜାଗା ମିଳୁ। କିନ୍ତୁ ଏପର୍ଯ୍ୟନ୍ତ ମୋ ଫାଇଲ୍ ମାନେ ସେକେଣ୍ଡ ଟାଇମ୍ ଗଲେ ମୋ ଫାଇଲ୍ ସେଠି ଆଉ ମିଳୁନି। ମେ ବି ମ୍ୟାନ୍ ସପୋର୍ଟ ନାହିଁ ବୋଲି ଏଟା ହେଉଛି। ତ ମୁଁ ଆଜି ଯେଉଁମାନେ ଆମ ଟ୍ରଷ୍ଟିରେ ଆମର ମ୍ୟାନେଜିଂ କମିଟିରେ ସବୁ ଅଛନ୍ତି ସମସ୍ତଙ୍କୁ କହିବି ମୋ ସାଙ୍ଗରେ ଏଇସବୁ କାମରେ ଯାଆନ୍ତୁ। ଆଉ ଫାଇଲ୍ କେମିତି ହଜିଲା, କେଉଁଠି ହଜିଲା ସବୁ ଦେଖନ୍ତୁ। ଆଉ ଏଟା ମିଳିଗଲେ ମୁଁ ସମାଜର ବହୁତ ଲୋକକୁ ମାନେ କର୍ମ ସେଠି ଦେଇପାରିବି। ଆଜି ଆମେ ବିବେକାନନ୍ଦ ଜୟନ୍ତୀ 125th ବାର୍ଥ ଆନିଭର୍ସରୀ, ଏଇ ଦିନ ୟଥ ଜେନେରେସନରେ ଆମେ 100 ପିଲା ପାଇଁ ଖାତା, ପେନସିଲ, ଫ୍ରୁଟ୍ସ ସବୁ ରଖିଛୁ। 100 ପିଲାକୁ ବାଟିବୁ, ଗାଁରୁ ଆସିବେ, କିନ୍ତୁ ପିଲା ଖେଳିବେ। ନ୍ୟାସନାଲ ୟଥ ଡେ ଉପଲକ୍ଷେ ପିଲା ଖେଳିବେ। ଏଇଟା ମୋର ଗୋଟେ ଆଦର୍ଶ। ଜୀବନ ଆଣ୍ଡ ଜୀବିକା ଏଇ ଦୁଇଟା ଯାକ ଏଠି ତିଆରି ହେଉଛି। ମଣିଷ ତିଆରି ହେଉଛି ଜୀବିକା ପାଇଁ ସାର୍ଟିଫିକେଟ୍ ନେବ, କିନ୍ତୁ ଜୀବନ ହେଉଛି ଆଦର୍ଶ ମଣିଷକୁ ଦେଖିକି ଆଦର୍ଶ ସଂସ୍କୃତରେ ପିଲା ବଢ଼ିବ। ସେଇଟା ମୋର ସବୁବେଳେ ଧ୍ୟାନ ରହେ। ପିଲା କମ୍ପ୍ୟୁଟର ବି ଶିଖନ୍ତୁ, କିନ୍ତୁ ଇତିହାସକୁ ବି ଜାଣନ୍ତୁ ଆମ ଭାରତରେ କ'ଣ ଅଛି। ମୁଁ ସବୁ ଜଣେଇବା ପାଇଁ ଏତେ ବଡ଼ ବଡ଼ ଫେଷ୍ଟିଭାଲ କରେ। ନେତାଜୀ ଜୟନ୍ତୀ ଆଗେ ହେବ, ତାପରେ 26 ଜାନୁଆରୀ ହେବ। ତ ନେତାଜୀ ସୁଭାଷ କିଏ? ଆଜି ଲୋକ ଲକ୍ଷ ଲକ୍ଷ ଟଙ୍କା ଦେଇକି ଏସି ରୁମ୍ରେ ପାଠ ପଢ଼ାଇବା ପାଇଁ ପିଲାକୁ ପଠାଉଛନ୍ତି। ସେମାନେ ବିଜନେସ୍ କରୁଛନ୍ତି। ମୁଁ ଏଡୁକେସନ୍ ହେଇକି ବିଜନେସ୍ କରେନି, ମୁଁ ଏଡୁକେସନ୍ ଡିଷ୍ଟ୍ରିବ୍ୟୁଟ୍ କରେ। ମୁଁ ଇଣ୍ଡିଆନ୍ କଲଚରକୁ ଡିଷ୍ଟ୍ରିବ୍ୟୁଟ୍ କରେ ଯେ ପିଲା ଗୋଟେ ଶାରୀରିକ ମାନସିକ ପୂର୍ଣ୍ଣ ମଣିଷ ହୁଅନ୍ତୁ ଜୀବନରେ। ଯେ ଯେଉଁ ଏଠି ଫାଉଣ୍ଡେସନ୍ ଶିଖିକି ଗଲେ ସେଇଟା ତା ଜୀବନରେ କର୍ମରେ ଲଗାଇକି ସେ ଆଗକୁ ଯାଆନ୍ତୁ, ଭଲ ମଣିଷ ହୁଅନ୍ତୁ। ଏଇଟା ହେଉଛି ମୋର ଉଦ୍ଦେଶ୍ୟ। ତା ସାଙ୍ଗରେ ସାମାଜିକ କାର୍ଯ୍ୟକ୍ରମ ଚାଲିଛି, ଚାଲିବ। କିନ୍ତୁ ଆମ ଗୋଷ୍ଠୀର ଟୋଟାଲି ଫିନାନ୍ସିଆଲ ସପୋର୍ଟ ବୋଲିକି କିଛି ନାହିଁ। କିନ୍ତୁ ସେଇଟା ପାଇଁ ମୁଁ ଆପିଲ୍ କରିଛି, ଯଦି ସମାଜର ମାନିଗଣ୍ୟ ବ୍ୟକ୍ତି କେହି ଥିବେ, କେହି ଗୋଟେ ବିପିଏଲ୍ ଛୁଆର ପାଠ ଦାୟିତ୍ୱ ନେଇଯିବେ ବର୍ଷକୁ, ତାହେଲେ ସ୍କୁଲର ବହୁତ ଉନ୍ନତି ହେଇଯିବ। ଏତିକି। ରାମଚଣ୍ଡୀ ଡିଗ୍ରୀ ମହାବିଦ୍ୟାଳୟର ପ୍ରିନ୍ସିପାଲ ଅଛି। ଆଜି ନୀଳିମା ବନ୍ଦୋପାଧ୍ୟାୟ ମ୍ୟାଡ଼ାମ୍ ମୋତେ ଆଜି ତାଙ୍କ ସ୍କୁଲର ମୁଖ୍ୟ ଅତିଥି ଭାବରେ ଇନଭାଇଟ୍ କରିଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି। ଆଉ ମୁଁ ଏତିକି କହିବାକୁ ଚାହେଁ, ଆଜି ସ୍କୁଲ ହେଉଛି 13 ବର୍ଷର ଏବଂ ମ୍ୟାଡ଼ାମ୍ ତାଙ୍କ ନିଜ ପ୍ରଚେଷ୍ଟାରେ ଆଜି ସ୍କୁଲକୁ ଗଢ଼ିଛନ୍ତି। ବହୁତ ବାଧାବିଘ୍ନ ଏବଂ ଅସୁବିଧା ସତ୍ତ୍ୱେ ସ୍କୁଲ ଆଜି ଏତେ ବର୍ଷରେ ପହଞ୍ଚିଛି ଏବଂ ତାଙ୍କର ସେ ଯେଉଁ ଚେଷ୍ଟା, ସେଥିପାଇଁ ତାଙ୍କୁ କୌଣସି ସାହାଯ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ। ମୁଁ ଚାହୁଁଛି ଯେ ତାଙ୍କୁ ଆପଣଙ୍କ ମାଧ୍ୟମରେ ମୁଁ ଜଣାଇବାକୁ ଚାହୁଁଛି ଯେ ସ୍କୁଲକୁ କୌଣସି ତରଫରୁ ଗ୍ରାଣ୍ଟସ୍ ବା ସାହାଯ୍ୟ ଆସିଲେ ସ୍କୁଲ ବହୁତ ଆଗକୁ ଯାଇପାରିବ। କାରଣ ଏଇ ଯେଉଁ 150-200 ପିଲାଙ୍କୁ ଜଣେ ପଢ଼େଇବା ବା ଆଗକୁ ନେବା ବହୁତ କାଠିକର ପାଠ। ଛୋଟ ଛୋଟ ପିଲାମାନଙ୍କୁ ତାଙ୍କର ସବୁ କେୟାର ନେଇ ଷ୍ଟାଫ୍ମାନଙ୍କୁ ରଖି, ସ୍କୁଲମାନଙ୍କୁ ରଖି ଏସବୁ କରିଛନ୍ତି। ମାନେ ତାଙ୍କୁ ମୁଁ ବହୁତ ଧନ୍ୟବାଦ ଜଣାଉଛି, ବହୁତ ଧନ୍ୟବାଦ, ସାଧୁବାଦ ଜଣାଉଛି। କାରଣ ଏଇ ଯେଉଁ ଗୁରୁ ଦାୟିତ୍ୱ ସେ ବହନ କରିଛନ୍ତି ସମାଜର, ଏଇଟା ସାମାଜିକ କାମ, ସେ ତାଙ୍କ ନିଜ ବ୍ୟକ୍ତିଗତ କାମ ପାଇଁ କିଛି କରିନାହାନ୍ତି। ତେଣୁକରି ଆପଣଙ୍କ ମାଧ୍ୟମରେ ମୁଁ ଆହ୍ୱାନ କରୁଛି, ଯେଉଁମାନେ ବଦାନ ବ୍ୟକ୍ତି ଅଛନ୍ତି ବା ସରକାରୀ ଅନୁଷ୍ଠାନରୁ ଯେଉଁମାନେ ଅଛନ୍ତି, ଯେଉଁଠି ସ୍କୁଲକୁ ସାହାଯ୍ୟ କଲେ ସ୍କୁଲ ବହୁତ ଆଗକୁ ଯାଇପାରିବ। ଏବଂ ସର୍ବଶେଷରେ ମୁଁ ଏତିକି କହିବାକୁ ଚାହୁଁଛି, ଯେତେବେଳେ ମ୍ୟାଡ଼ାମ୍ ମୋ ପାଖରୁ କୌଣସି ସାହାଯ୍ୟ, ସହାନୁଭୂତି ବା ଶାରୀରିକ, ମାନସିକ ଯେଉଁ ପ୍ରକାର ସାହାଯ୍ୟ ଚାହିଁବେ, ମୁଁ ଅନୁଷ୍ଠାନ ପ୍ରତି ଡେଡିକେଟେଡ୍ ରହିବି ଏବଂ ମୋର ସାହାଯ୍ୟ ସବୁଦିନ ପାଇଁ ତାଙ୍କ ପାଇଁ ରହିବ। ଜୟ ବିବେକାନନ୍ଦ ଜି। ମୁଁ କେବଳ ଏତିକି କହିବି, ଆମ ଏରିଆରେ ମ୍ୟାଡ଼ାମ୍ ଯେବେଠୁ ଆସିକି ଏ ସଂସ୍ଥାଟି କରିଛନ୍ତି,
मैडम भी बहुत चेष्टा करी आमर भी आंतरिकता मैडम को पई सदा सर्वदा मु बंचीला पर्यंत मो निज कथा मु कहूँ ये अनुष्ठान पई मो तरफ जी साहाय्य करने कथा मु मो पारि पर्यंत चेष्टा करी आ ये पिला मानक देखी आज बहुत खुशी लगुच एमाने केमती भल रास्ता जीवे भल मनीष हे एटा प्रभु जगन्नाथ पाखे मोर अति विनम्र निवेदन। तो देखिए वंडरलैंड स्कूल किसी ना किसी प्रोग्राम सब करुए वंडरलैंड स्कूल सदा मैडम निजस्व पांठि से बहुत चेष्टा कले गोटे सरकारी जमी को जेहेतु गोटे सरकार को आम नवेदन करुँ ये संस्था निहाती गोटे जो आम एरिया बहुत सरकारी जमी अच्छी जदि सरकार चाहिए आमर मान्यवर विधायक एमान जदि चाहिए ताले संस्था निश्चित भाव में जगह खंडे मिल पार। कौन कहे जेहेतु आज नेशनल यूथ डे अपन जेहेतु यूथ अच्छा यूथ मान कौन मेसेज देवे आज पिला माने केमती भल रास्ता जातु भल मनीष हूँ भल पाठ पढ़ु आम देश आम राज्यर आम गाँव ना रखु एति ही मु जगन्नाथ पाखे प्रार्थना।